ଜି ସୀତାରାମ। ଆଜି ଗୀତାର ଗୋଟିଏ ଶ୍ଲୋକ ପାଠ କରିବା, ତାପରେ ତାଙ୍କର ଭାବାର୍ଥ ବୁଝିବା, ସତ୍ସଙ୍ଗ ଟିକେ କରିବା, ତାପରେ ଆଗକୁ ବଢ଼ିବା। ଜି ସୀତାରାମ। এই ଶ୍ଲୋକଟି ଅଛି 4th ଅଧ୍ୟାୟ 9 নম্বର ଶ୍ଲୋକ। ପ୍ରଥମେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମଙ୍ଗଳାଚରଣ ପଢ଼ାଯାଏ, ନିଜ ଗୁରୁଙ୍କୁ ପ୍ରାର୍ଥନା କରାଯାଏ। ଏଇ ଯେଉଁ କାର୍ଯ୍ୟ କରାଯାଉଛି, ଏହି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ପାଇଁ ଗୁରୁଙ୍କର ଆଶୀର୍ବାଦ ଦରକାର। ସେଥିପାଇଁ ପ୍ରଥମେ ଗୁରୁଙ୍କୁ ପ୍ରାର୍ଥନା କରିବା, ତାପରେ ଆଗକୁ ଆଗେଇବା। ଓಂ ନମୋ ବିଷ୍ଣୁପାଦାୟ କୃଷ୍ଣପ୍ରେଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମିନିତି ନାମିନେ। ନମୋ ବିଷ୍ଣୁପାଦାୟ କୃଷ୍ଣପ୍ରେଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତି ବେଦାନ୍ତ ସ୍ୱାମିନିତି ନାମିନେ। ନମସ୍ତେ ସରସ୍ୱତୀ ଦେବେ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवसादि श्री गौरभक्त वृंद। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम राम हरे हरे। जन्म कर्म च मे दिव्यं जो वेत्ति तत्त्वतो त्यक्त्वा देहं पुनर्जन्म नैति मामेति सोऽर्जुन। जन्म कर्म च मे दिव्यं जो वेत्ति तत्त्वतो त्यक्त्वा देह पुनर्जन्म नैति मामेति सोऽर्जुन। आर मीनिंग अच्छी प्रकार, हे अर्जुन, जे मोर जन्म ओ कर्मर विशुद्ध भाव को जाने, से ये शरीर त्याग कला परे ये भौतिक जगत रे आउ जन्म निये नाही, से मोर दिव्य शाश्वत धाम को प्राप्त हुए। कौन कहले ना, जे व्यक्ति अर्थात जे मोर जन्म कर्मर विशुद्ध भाव को जाने। भगवानଙ୍କର जन्म कर्म कौन, ये जन्म हबार एवं कर्म जो करुचंदी, जन्म एवं कर्म जो करुचंदी, ये जो कर्म जन्मर आर भाव को जे जानिला, सी ताहले बुझी पारिछि भगवानଙ୍କର, ताले से ये भौतिक जगत त्याग कला परे से व्यक्ति आउ ये धराधाम को आउ आसे नाही। ये श्लोकर ये मीनिंग रे कहे कहीं भगवानଙ୍କର कौन रहिला, जन्म कर्मर भाव कौन रहिला, जन्म कर्मर भाव को जाने। भगवान कहीं अवतरण करिसेंती बा जन्म लाभ करिसेंती, कहीं जन्म लाभ करिसेंती, तार कर्म कर्म कौन। भगवान कहले परित्राणाय साधुनां विनाशय च दुष्कृतं धर्म संस्थापनार्थाय संभवामि जुगे जुगे। साधु बा भक्त मानकर, साधु बा भक्त मानकर परित्राण निमित्त एवं दुर्बृत्त मानकर विनाश निमित्त तथा धर्म संस्थापन निमित्त मु जुगे जुगे अवतीर्ण हुए। बुझेला, जन्म कर्मर भाव को जे जाने। भगवानଙ୍କର जो जन्म कर्म है तार भाव कौन है ना, धर्म को संस्थापन करने निमित्त, भक्त मान को परित्राण देवा निमित्त, दुर्बृत्त मान को विनाश करने निमित्त भगवानଙ୍କର जन्म कर्म ये उद्देश्य रे हेइची बुझंतु। आउ पुणी कौन कहले, जदा जदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मनं सृजामि। हे भरत वंशज, ଯେଉଁଠାରେ ଯେତେବେଳେ ଧର୍ମର ଗ୍ଲାନି ଦେଖାଦିଏ, କେତେବେଳେ ନା ଧର୍ମର ଗ୍ଲାନି ଦେଖାଦିଏ,
ଯେଉଁଠାରେ ଏବଂ ଯେତେବେଳେ ଧର୍ମର ଗ୍ଲାନି ଦେଖାଦିଏ ଏବଂ ଅଧର୍ମର ଅଭ୍ୟୁତ୍ଥାନ ଅଧର୍ମ ବହୁତ ବଢ଼ିଯାଏ ସେତେବେଳେ ମୁଁ ଅବତରଣ ନେଇଥାଏ। ଜନ୍ମ କର୍ମ ଭାବର ମୋର ଜନ୍ମ କର୍ମର ଭାବକୁ ଯିଏ ଜାଣେ। ବୁଝିହେଲା ଏ ଶ୍ଲୋକର ଏ ମିନିଂ ହେଉଛି ଏହି ପ୍ରକାର ଯେ ମୋର ଜନ୍ମ କର୍ମର ଭାବକୁ ଯିଏ ଜାଣେ। ତେଣୁ ଏଥିରୁ ବିଚାର କରନ୍ତୁ ଯେତେବେଳେ ଧର୍ମର ପତନ ଘଟୁଛି ଅଧର୍ମ ବଢ଼ିଯାଉଛି ସେତେବେଳେ ଭଗବାନ ଅବତୀର୍ଣ୍ଣ ହେଉଛନ୍ତି। ତେଣୁ ସେ ସମୟରେ ଯେଉଁ ବ୍ୟକ୍ତି ଏ ଜିନିଷକୁ ବୁଝିପାରିଲା ତାହେଲେ ସିଏ ଏ ଜଗତକୁ ଆଉ ଆସିବ ନାହିଁ, ଭଗବାନଙ୍କର ସେ ଧାମରେ ବଢ଼ିବ। ଏବଂ ଆଉ କ'ଣ କହିଲେ ରମାଦି ଏଟାକୁ ବ୍ରହ୍ମ ସଂହିତାରେ କହିଛନ୍ତି ରମାଦି ମୃତ୍ୟୁଷୁ କଳା ନିୟମେନ ତିଷ୍ଠନ୍ ନାନାବତାର ମକରେଦୁ ଭୁବନେଷୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବତ୍ ପରମ ପୁମାନଜୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଯିଏ ଭଗବାନଙ୍କର ଦିବ୍ୟ କର୍ମକୁ ଜାଣେ ଜନ୍ମ କର୍ମ ଦିବ୍ୟ ଭାବକୁ ଜାଣେ। ଏଠି କ'ଣ କହିଲେ ଦିବ୍ୟ ଭାବ କ'ଣ ରହିଲା ଭଗବାନଙ୍କର ଯା ମୁଁ ପରମ ପୁରୁଷ ଭଗବାନ ଗୋବିନ୍ଦଙ୍କର ଭଜନ କରୁଛି। ମୁଁ ରାମ ନୃସିଂହ ଆଦି ନାନା ଅବତାର ରୂପରେ ସର୍ବଦା ବିଦ୍ୟମାନ କିନ୍ତୁ ସେ ଆଦି ପୁରୁଷ କୃଷ୍ଣ ନାମରେ ପରିଚିତ ସେ ହିଁ ସ୍ୱୟଂ ଅବତୀର୍ଣ୍ଣ ହୁଅନ୍ତି। ସେ ସ୍ୱୟଂ ନିଜେ ହିଁ ଅବତୀର୍ଣ୍ଣ ହୁଅନ୍ତି। ଭଗବାନ ନିଜେ ଭଗବାନ ଅନେକ ରୂପରେ ଅବତାର ଗ୍ରହଣ କରନ୍ତି। କେମିତି ନା କହିଲେ ଆତ୍ମମାୟା ନିଜ ଆତ୍ମାରୁ ପ୍ରକାଶ କରନ୍ତି ନିଜର ମାୟା ଶକ୍ତିକୁ ପ୍ରକାଶ କରନ୍ତି। ମାୟା ଶକ୍ତି ଦ୍ୱାରା ନିଜର ମାୟା ଶକ୍ତି ଦ୍ୱାରା ନିଜେ ହିଁ ସୃଷ୍ଟି ହୁଅନ୍ତି। ସେଥିପାଇଁ କହିଲେ ଅଜପି ସନ୍ବ୍ୟାତ୍ମା ଭୂତାନଂ ଈଶ୍ୱର ଅପି ସନ୍ ପ୍ରକୃତି ସ୍ୱମ୍ ଅଧିଷ୍ଠାୟ ସମ୍ଭବାମି ଆତ୍ମମାୟା। କ'ଣ କହିଲେ ନା ଯଦିଓ ମୁଁ ଅଜ ଏବଂ ମୋର ଦିବ୍ୟ ଶରୀର କଦାପି କ୍ଷୟ ହୁଏ ନାହିଁ ଏବଂ ଯଦିଓ ମୁଁ ସମସ୍ତ ଜୀବଙ୍କର ପ୍ରଭୁ ତଥାପି ମୁଁ ମୋର ମୌଳିକ ଦିବ୍ୟ ରୂପରେ ପ୍ରତିକଳ୍ପରେ ଅବତୀର୍ଣ୍ଣ ହୁଏ। ମୁଁ ମୋର ମୌଳିକ ରୂପ ଭଗବାନଙ୍କର ମୌଳିକ ରୂପ ହେଲା ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। କ'ଣ ତାଙ୍କର ଦିବ୍ୟ ରୂପ ହେଉଛି ଅଦ୍ୱୈତ ମଚ୍ୟୁତ ମନାନ୍ତି ମନନ୍ତ ରୂପଂ ମାଦ୍ୟଂ ପୁରାଣ ପୁରୁଷ ନବ ଯୌବନଞ୍ଚ ବେଦେଷୁ ଦୁର୍ଲଭ ମଦୁର୍ଲଭମ୍ ଆତ୍ମଭକ୍ତୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ସେ ଅଦ୍ୱୈତ ଅଚ୍ୟୁତ ଅନାଦି ଅଟନ୍ତି। ଭଗବାନଙ୍କର ଜନ୍ମ କର୍ମର ଦିବ୍ୟ ଭାବକୁ ଯିଏ ଜାଣେ ଯେ ଏହି ଭାବକୁ ଜାଣିଲା ଭଗବାନ ହେଉଛନ୍ତି ଅଚ୍ୟୁତ ଅନାଦି ଏବଂ ଅଦ୍ୱୈତ। ଏହି ଭାବକୁ ଯିଏ ଜାଣିଲା ଭଗବାନ ଅନନ୍ୟ ରୂପରେ ରାମ ରୂପରେ ନୃସିଂହ ରୂପରେ ଆଦି ରୂପରେ ଅବତୀର୍ଣ୍ଣ ହେଉଛନ୍ତି ଆମମାନଙ୍କର କଲ୍ୟାଣ ନିମିତ୍ତ ଆମମାନଙ୍କୁ କୃପା କରିବା ନିମିତ୍ତ। ଯେଉଁ ବ୍ୟକ୍ତି ଏ ଜିନିଷକୁ ବୁଝିପାରିଛି ତାହେଲେ ସେ ବ୍ୟକ୍ତି ଏ ଭୌତିକ ଜଗତକୁ ତ୍ୟାଗ କଲା ପରେ ସେ ଆଉ ଜନ୍ମ ନିଏ ନାହିଁ। ବୁଝିହେଲା। ତେଣୁ ଏହି ପ୍ରକାରେ ଯେ ଅନନ୍ତ ରୂପରେ ନିଜକୁ ବିସ୍ତାର କରିଛନ୍ତି ସଦାସର୍ବଦା ନବ ଯୌବନ ଧାରଣ କରିଥାନ୍ତି। ସଦାସର୍ବଦା ଯୁବ ପିଲା 16 ବର୍ଷୀୟ ଯୁବକ ଭଳିଆ ଭଗବାନ ସଦାସର୍ବଦା ନବ ଯୌବନକୁ ଧାରଣ କରିଥାନ୍ତି। ତେଣୁ ବେଦଜ୍ଞ ପଣ୍ଡିତମାନେ ବୁଝିପାରନ୍ତି କିନ୍ତୁ ଶୁଦ୍ଧ ଆତ୍ମଭକ୍ତଗଣଙ୍କ ନିକଟରେ ସେମାନେ ସର୍ବଦା ଭଗବାନ ତାଙ୍କର ଶୁଦ୍ଧ ଭକ୍ତଙ୍କ ପାଖରେ ପ୍ରକାଶିତ ହୋଇଥାନ୍ତି। ତେଣୁ ଅନେକ ରୂପରେ ଭଗବାନ ଅବତାର ଗ୍ରହଣ କରିଲେ ମଧ୍ୟ ଯେମିତି ଆମେ ଦେଖିବେ କୌଣସି ବୈଦୁଜ ପ୍ରସ୍ତର ରଙ୍ଗ ପରିବର୍ତ୍ତନ କରେ କିନ୍ତୁ ତା ସତ୍ତ୍ୱେ ସେହି ପ୍ରସ୍ତର ରୂପେ ହିଁ ରହେ। ସେହି ପ୍ରକାର ଭଗବାନ କୃଷ୍ଣଙ୍କର ନାନା ଅବତାର ରହିଛି କିନ୍ତୁ ସେ ମୂଳ ହିଁ କୃଷ୍ଣ। ତାଙ୍କଠାରୁ ସମସ୍ତ ଅବତାର ଆସୁଛି। ସପୋଜ ଆପଣ ଦେଖିବେ ମୂଳତଃ କୁରାଢ଼ୀ ଲୁହାରୁ ତିଆରି, ବ୍ଲେଡ଼ ଲୁହାରୁ ତିଆରି, ପନିକି ଲୁହାରୁ ତିଆରି। ପନିକିରେ ପରିବା କଟାଯାଉଛି, କୁରାଢ଼ୀରେ ଗଛ କଟାଯାଉଛି, ବ୍ଲେଡ଼ରେ ଏଇ ନିଶ ଦାଡ଼ିକି ରାମ୍ପୁଛେ।
କିନ୍ତୁ ସମସ୍ତ ସେଇ ବସ୍ତୁରୁ ତିଆରି ହେଇ ଆସିଥିଲେ, ରୂପ ଅଲଗା ଅଲଗା। ଏଠି ଯେମିତି ମୁଁ ଟେବୁଲ ଉପରେ ରଖିଛି, ବହି ଗୁଡ଼ାକ ରଖିଛି, ଖଟରେ ଶୋଉଛି, ଖଟ କାଠରୁ ତିଆରି, ଟେବୁଲ ବି କାଠରୁ ତିଆରି, ଚେୟାର ମଧ୍ୟ କାଠରୁ ତିଆରି। ଏମିତି ଏମିତି ଯଦି ଦେଖିବେ ତାର ମୂଳ ବସ୍ତୁ ହେଉଛି କାଠ। ତେଣୁ ସେହି ପ୍ରକାରେ ଭଗବାନଙ୍କ ଠାରୁ ଅନେକ ରୂପ ଆସନ୍ତି, ଅନେକ ଅନେକ କାର୍ଯ୍ୟ କରାହେଉଛି। ଛୁରୀରେ ଗଛରେ ଗଛ କଟାଯାଉଛି, କୁରାଢ଼ୀରେ ଦାଢ଼ି କଟାଯାଉଛି, ଅନେକ ଅନେକ ରୂପ ମାନେ ଅନେକ ଅନେକ ଆକାର ରହିଛି। ଯେମିତି ନୃସିଂହ ଅବତାର ନେଲେ, ନୃସିଂହ ଅବତାରରେ ଭକ୍ତକୁ ରକ୍ଷା କଲେ, ପ୍ରହ୍ଲାଦକୁ ରକ୍ଷା କଲେ, ଏବଂ ରାମ ଅବତାରରେ ଶବରୀକୁ ଦର୍ଶନ ଲାଭ କଲେ, ମାରିଚକୁ ନିବାରି କଲେ, ରାବଣକୁ ବଧ କଲେ, ବାଳିକୁ ବଧ କଲେ, ସୁଗ୍ରୀବ ସାଙ୍ଗରେ ମିତ୍ର କଲେ, ତାରା ସତୀକୁ ବୋଧ ଦେଲେ, ତାକୁ ସାନ୍ତ୍ୱନା ଦେଲେ। ଏହି ପ୍ରକାର ଅନେକ ଅନେକ ସବୁ ଦେଖିବେ। ଜଟାୟୁକୁ ଉଦ୍ଧାର କରିଲେ, ହେଲା କି କିଷ୍କିନ୍ଧାକୁ ଉଦ୍ଧାର କରିଲେ। ଏମିତି ରାମ ଅବତାରରେ ଭଗବାନଙ୍କର ଅନେକ କର୍ମ ଥିଲା କରିବା ପାଇଁ, ସେଥିପାଇଁ ଭଗବାନଙ୍କର ଅବତାର ନିଆହେଇଛି ବା ଅବତାର ନେଇଛନ୍ତି। ଏବଂ କୃଷ୍ଣ ଅବତାରରେ ସେମିତି କୁବ୍ଜାକୁ ଉଦ୍ଧାର କଲେ। ଅନେକ ସବୁ ପ୍ରତିଶ୍ରୁତି ଭଗବାନ ଦେଇକି ଯାଇଛନ୍ତି ଭକ୍ତଙ୍କୁ, ଶୁଦ୍ଧ ଭକ୍ତଙ୍କୁ, ମୁଁ ଏଇ ରୂପରେ ଆସିବି, ତମର ଉଦ୍ଧାର କରିବି, ତେଣୁ ସେଥିପାଇଁ ମୋତେ ଅପେକ୍ଷା କରିଥିବ। ଯେମିତି ଶବରୀଙ୍କୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା, ତାପରେ ଭଗବାନ ଆସିଲେ। ରାମଙ୍କ ଜନ୍ମ ପୂର୍ବରୁ ତାଙ୍କର ଗୁରୁ କହିଦେଇକି ଯାଇଥିଲେ ଯେ ରାମ ଆସିବେ। ସେତେବେଳେ ପର୍ଯ୍ୟନ୍ତ ଏଇ ଯେଉଁ ଧୈର୍ଯ୍ୟ, ସେ ବିଶ୍ୱାସ ଆମମାନଙ୍କର ହେଉଛି, ଆମମାନଙ୍କର ହେଉନାହିଁ। ତେଣୁ ବିଶ୍ୱାସ ମିଳେଇ ହରି ତର୍କେ ବହୁ ଦୂର କୁହାଯାଇଛି ଯେଉଁ କଥାଟା। ତେଣୁ ଏହି ପ୍ରକାରେ ଆମେ ବିଶ୍ୱାସ ସହକାରେ କାର୍ଯ୍ୟ କଲେ ନିଶ୍ଚିତ ଭାବରେ କୃଷ୍ଣ ମିଳିବେ, ତିଳେ ମାତ୍ର ସନ୍ଦେହ ନାହିଁ। ତେଣୁ ଭଗବାନଙ୍କର ଏଇ ଜନ୍ମ କର୍ମ ଭାବକୁ ଆମକୁ ବୁଝିବାକୁ ପଡ଼ିବ, ଭଗବାନ କାହିଁକି ଆସୁଛନ୍ତି। କାରଣ ଭଗବାନ ପ୍ରତ୍ୟେକ ଜନ୍ମରେ ଭକ୍ତମାନଙ୍କ ସହିତ ଲୀଳା ସଙ୍ଗ କରୁଛନ୍ତି। ତେଣୁ ସେଥିପାଇଁ ଭଗବାନଙ୍କୁ ଅନେକ ଅବତାର ନେବାକୁ ପଡ଼ୁଛି, ଅନେକ ଦୁଷ୍ଟକୁ ବିନାଶ କରିବାକୁ ପଡ଼ୁଛି। ଏହି ଶ୍ଳୋକ ଗୁଡ଼ିକର ପାଠ କରିଲେ, ଜାଣିଲେ, ଦିବ୍ୟ ଭାବ କଥା ବୁଝିପାରିଲେ ଏବଂ ଆକୁ ପାଳନ କଲେ ମଙ୍ଗଳ ହେବ, ଆମମାନଙ୍କର କାମରେ ଆସିବ। ଭଗବାନଙ୍କୁ ଆମେ ଏହି ଜନ୍ମରେ ଭଗବତ ଧାମକୁ ପ୍ରାପ୍ତ ହୋଇପାରିବା। ନିତ୍ୟ ଭଗବାନଙ୍କର ଦିବ୍ୟ ନାମକୁ କୀର୍ତ୍ତନ କରନ୍ତୁ। ଆମେ ଯେମିତି ଜପ କରୁଛୁ ସକାଳ ଉଠିକି ବା ସନ୍ଧ୍ୟା ସମୟରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି ମହାମନ୍ତ୍ରକୁ ମୋ ଗୁରୁ ମୋତେ ଦେଇଥିଲେ, ମୋ ଗୁରୁଙ୍କୁ ତାଙ୍କ ଗୁରୁ ଦେଇଥିଲେ, ତାଙ୍କ ଗୁରୁ ତାଙ୍କୁ ଦେଇଥିଲେ, ଏମିତି ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛେ। ଆମେ ବ୍ରହ୍ମ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟରେ ଆମର ଯେଉଁ ଚାରିଟା ସମ୍ପ୍ରଦାୟ ଆସୁଛି, ଏ ଚାରିଟା ସମ୍ପ୍ରଦାୟରୁ ଜଣକୁ ଗୁରୁ ଗ୍ରହଣ କରିବାକୁ ପଡ଼େ। ତା ମାଧ୍ୟମରେ ଆପଣ ଭଜନ କଲେ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ତେଣୁ ପ୍ରତ୍ୟେକ ସଣ୍ଡେରେ ଆମର ପ୍ରୋଗ୍ରାମ କରାଯାଉଛି। 7:30 ସୁଦ୍ଧା ମନ୍ଦିରରେ ପହଞ୍ଚିବେ, 10 ବଜେ ପଳେଇଯିବେ। 8ଟାରୁ 9ଟା 9:30 ଯାକେ କ୍ଲାସ୍ କଣ୍ଟିନ୍ୟୁ ରହିବ, କୋଶ୍ଚିନ୍ ଆନ୍ସର ରହିବ, କୀର୍ତ୍ତନ ରହିବ, ମହାପ୍ରସାଦ ରହିବ, ଯେଉଁଟାକି ଫ୍ରି ଅଫ୍ କଷ୍ଟରେ ସମସ୍ତଙ୍କୁ ପ୍ରଦାନ କରାଯାଇଥାଏ। ଆସିକି ଭଗବାନଙ୍କର ଦର୍ଶନ ଲାଭ କରିବେ, ସତ୍ସଙ୍ଗ ଲାଭ କରିବେ, ସତ୍ସଙ୍ଗର ଲାଭ ବି ପାଇବେ। ଭକ୍ତି ଜୀବନକୁ ଆପଣାନ୍ତୁ, ସୁଖ ଶାନ୍ତିରେ ଜୀବନଯାପନ କରନ୍ତୁ। ଚ୍ୟାନେଲଟିକୁ ନୂଆ କରିକି ଆସିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣ ତତ୍କ୍ଷଣାତ୍ ନୋଟିଫିକେସନ୍ ପାଇଯିବେ। ଜୟ ସୀତାରାମ, ଜୟ ଶ୍ରୀଲ ଗୁରୁଦେବ, ଜୟ ଶ୍ରୀଲ ପ୍ରଭୁପାଦ, ଜୟ ଗୌର ପ୍ରେମାନନ୍ଦେ, ହରି ବୋଲ।